ଆମର ଏତେ ଲୋକ ଚିଫ୍ ମିନିଷ୍ଟର କଲେ ଗୋଟିଏ ଯୁବକ ହିଁ ଚାକିରି ପାଇଲେନି। କି ଚିଫ୍ ମିନିଷ୍ଟର ଆପଣ ମାନେ ଯଦି ମୋ ବିହାଇଣ୍ଡ ପଛରେ ଖୋଜିବେ ଲୋକମାନଙ୍କଠୁ ମୁଁ ଏଥର 24 ଘଣ୍ଟା ମୋତେ ଚିଫ୍ ମିନିଷ୍ଟର କରରେ ଦେଖିବ ଚାକିରି କେମିତି ନ ପାଇବେ। ଏ ମଦ ବେପାର ଭାତ ବେପାର ଏଇଆ କରିବେ ଚିଫ୍ ମିନିଷ୍ଟର ହେଇଛି। ବହୁତ ଦୁଃଖୀ ମୁଁ ଥିଲି ଏ ଅମଳରେ ଏ ଲୋକପ୍ରିୟ ଅମଳରେ ସିଏମଙ୍କ ଅମଳରେ ଭାରି ଆଶା ଥିଲା ଯେ ନ୍ୟାୟ ମିଳିବ। ମୁଁ ଯେତିକି ଦସ୍ତ ଭୋଗିଲିଣି ମୋର ସରକାରଙ୍କ ପ୍ରତି ବୋଧେ ଆଶା ଦେଖିବାକୁ ପଡିବ। ମୋ ନାଁ ଚନ୍ଦ୍ରଧ୍ୱଜ ସାହୁ, ବାପା ନା ଜୟରାମ ସାହୁ ଲେଟ୍, ସା ନୂଆବନ୍ତ, ପୋଷ୍ଟ କଲ୍ୟାଣପୁର, ଥାନା ନନ୍ଦନକାନନ। ଇନ୍ଫୋସିଟି IIC ଅଣ୍ଡରରେ ମୋର ଏକ ଜମି ଅଛି ଯାହାକି ମୁଁ 1970 ମସିହା ଠାରୁ ଦଖଲରେ ଅଛି। ସେ ଜମି 1980 ମସିହାରେ ମୋ ନାଁରେ ସେଟେଲ ହେଇଛି। ମୁଁ ଖଞ୍ଜଣାମାନ ପୈଠ କରୁଛି। 2004ରେ 6/7/2004ରେ ଇନ୍ଫୋସିଟି IICଙ୍କ ମାଧ୍ୟମରେ ଆସି ମାପ ହେଲା। ଇଡିକୋ ଅମିନ ତହସିଲ ଅମିନ ମାପିଲେ ସେ ଜମି ମୋର, ସେ ନକ୍ସା ଦେଲେ, ରିପୋର୍ଟ ବି ଦେଲେ ଏବଂ ସେ ଜମି ମୋର ହାଇକୋର୍ଟରେ ବିଚାରାଧୀନ ଅଛି। ଏହି ପରିପ୍ରେକ୍ଷୀ ଭିତରେ ମୋର 6/7/2025ରେ 6/10/2025 10/6/2025ରେ ହେଲା ମୋତେ କେହି ସେଠୁ ବାହାର କରିପାରିବେ ନାହିଁ। କିନ୍ତୁ 5-6 ଜଣ ଗୁଣ୍ଡା ଜଣେ ସଞ୍ଜୟ ପାତ୍ର ପଠେଇ ମୋତେ ଜମିରୁ ବାହାର କରି ମୋ ପାଚେରୀ ମାନ ଭାଙ୍ଗି ତା ଭିତରେ ପାଚେରୀ ନିର୍ମାଣ କରୁଛି। ମୁଁ IICଙ୍କ ପାଖକୁ ନିହାତି 40 ଥର ଦୌଡ଼ିବିନି। ଦୁର୍ଗା ପୂଜା ସେପଟରୁ ଏପର୍ଯ୍ୟନ୍ତ ସବୁବେଳେ କହୁଛନ୍ତି କାମ ବନ୍ଦ କରି, ଦେଖିଲା ବେଳକୁ କାମ ଚାଲିଛି। କହି ହତାଶ ହେଇ ଲାଷ୍ଟକୁ CM ଅଫିସ ଆସିଲି। CM ଅଫିସରୁ ଚିଠି ନେଇ DCP ଅଫିସରେ ଦେଲି। DCP ଅଫିସ କହିଲେ ନାଇଁ ତମକୁ ସେଠୁ କେହି ବାହାର କରିପାରିବେ ନାହିଁ। ସେ ଅର୍ଡର ପଡ଼ିଲା ପରେ IIC କହିଲେ ତମକୁ କେହି ବାହାର କରିପାରିବେ ନାହିଁ, କିନ୍ତୁ ମୋତେ ସେ ଗୁଣ୍ଡାମାନେ ବାହାର କରୁଛନ୍ତି, ସହାୟତା ଦିଅ, ସହାୟତା ଦେବାକୁ ଆସୁନାହାନ୍ତି। ତେଣୁ ଆଜି ସିପିଙ୍କ ଦ୍ୱାରସ୍ଥ ହେଇଛି। ସିପିଙ୍କ ପାଖରେ ଜଣେ DCP ଫୋନ କରି ତାଙ୍କୁ କହିଛନ୍ତି ଯେ ତୁରନ୍ତ ଏକଥା ବିଚାରକୁ ନେଇ ତମେ ତାଙ୍କର ମାପ କର, ଯାହାର ହବ ସିଏ ନବ, ତାଙ୍କୁ ସୁରକ୍ଷା ଦିଅ। ଏହା କରୁଛନ୍ତି। IIC କାହିଁ କରୁଛନ୍ତି ମୁଁ କହିପାରିବିନି। ମୋତେ କହୁଛନ୍ତି ବନ୍ଦ କଲି, 2 ଦିନ ବନ୍ଦ ହଉଛି, ତାପରେ ପୁନର୍ବାର ପୁଣି ଚାଲୁଛି। ଯୋଉ ଲୋକ କାମ କରାଉଛନ୍ତି ତାଙ୍କ ପଟୁ ମୁଁ ଖବର ପାଉଛି ଯେ ଜଣେ ତାଙ୍କୁ 5 ଲକ୍ଷ ଟଙ୍କା ନେଇ ଦବାରୁ ସେ କାମ ପୁନର୍ବାର କରୁଛନ୍ତି। ମୁଁ କହିପାରିବିନି। ମୋତେ ସଦାବେଳେ କହୁଛନ୍ତି ସିଏ କାମ କରୁଛନ୍ତି, ତମେ ତମ ଜାଗାରେ ରୁହ। ବୋଲି କିଏ ମୋ ଘର ତ ଭାଙ୍ଗି ସାଇଲେଣି, ମୋ ପାଚେରୀ ତ ଭାଙ୍ଗି ସାଇଲେଣି, ପାଚେରୀ ଭାଙ୍ଗି ପୁଣି ଆଉ ଗୋଟେ ପାଚେରୀ ନିର୍ମାଣ କଲେଣି। ଆପଣ ସିନା ସୁରକ୍ଷା ଦେଲେ ମୁଁ ସେଠି ରହିବି। ଯେତେବେଳେ ସୁରକ୍ଷା ନ ଦଉଛ ମୁଁ କୋଉ ସାହସରେ ସେଠି ରହିବି। ସିପି ଆଜି କହିଲେ IIC ଫୋନ କରିକି କହିଲେ ତାଙ୍କ ସିନିୟର ସିଟିଜେନ ଜଣେ ସେ କ'ଣ ଏତେ ବୁଢା ବୟସରେ ଏତେ ଆଡେ ହଉଛନ୍ତି, ତେଣୁ ତମେ ତ ଜାଣୁଛ ସେଠି, ତମ ପାଖକୁ ପଠଉଛି, ସେ ଯାଉଛନ୍ତି। ହଁ ସିଏ କହିଲେ ପଠାଅ ମୋ ପାଖକୁ। ମୁଁ କହିଲି କୋଉ, ମୁଁ ତାଙ୍କ ପାଖକୁ ଯାଇନି। ମୁଁ 4 ଥର ଗଲିଣି, 4ଟା FIR ଦେଲେଣି, ଗୋଟେ FIR ରେଜିଷ୍ଟ କରିଥିଲେ, ଆଉ କରୁନାହାନ୍ତି। ଏଇଆ ହଉଛି ଆଉ, କାମ ତ ବନ୍ଦ କରୁନାହାନ୍ତି ଆଉ। ଘରଟା ଆମର କଲ୍ୟାଣପୁର, ପୋଷ୍ଟ ଅଫିସ କଲ୍ୟାଣପୁର, ସା ନୂଆ ଆମର ଗଲାବେଳକୁ କିଟ୍ ଆଡେ ମୁହଁ କରିକି ଯୋଉଠି ପଡିବ ବିହନ ନିଗମ ତାରି କରପ୍ଲଟ ନକ୍ସା ଫକ୍ସା ସବୁ ଅଛି ମୋ ପାଖରେ। ଘର ମୋର ମାଡି ବସୁଛି ମାନେ ଏଇ ଦୁର୍ଗା ପୂଜାଠୁ ୟା ଭିତରେ ଜଣେ ସଞ୍ଜୟ ପାତ୍ର ଆସି ପାଚେରିକି ଭାଙ୍ଗୁଛି। ଫଟୋ ଆପଣ ମାନଙ୍କୁ ଦେଖଉଛି। ସଞ୍ଜୟ ପାତ୍ର ଜଣେ ଭୁବନେଶ୍ୱର ବାସିନ୍ଦା କି ଆଉ ନାଇଁ, ପାଖାପାଖି ଏରିଆ ନୁହେଁ। ସିଏ କହୁଛି ମୋତେ ଇଡିକୋ ଦେଇଛି, କିନ୍ତୁ ଇଡିକୋ 2004ରୁ ମାପ କରିକି ମୋର ଦେଇକି ଆଇଛି। ସେ ଚାର ନାହିଁ ନା, ସେଇଟା ତହସିଲଦାର ଜାଗା। ଇଡିକୋ ଆଇଲା 88ରେ, ମୁଁ ନେଇଛି 79 ମସିହାରେ, 10 ବର୍ଷ ଆগে ପୂର୍ବେ ଆଇଲା ଇଡିକୋ। ହଁ ମୋ ନାଁରେ ହେଇଛି ପଟା 474/42 ଖାତା ଆସିଛି। ମୁଁ ଖଞ୍ଜଣା ଦଉଛି, ଖଞ୍ଜଣା ପାଉତି ଦେବି। ଦେଇପାରିବ ନାହିଁ, ଖାତା ନହେଲେ ଖଞ୍ଜଣା ଦେଇ ହବନି। ହଁ କରିଛି, ଏବଂ ଏବେ ତହସିଲଦାର ଲେଖିଦେଇଛନ୍ତି 18 ମସିହାରେ ଆଲୋକିତ ଚନ୍ଦ୍ରଧ୍ୱଜ ସାହୁ ଏ ଜମି ପଠେଇଲା ଇନ୍ଫୋସିଟି IIC। କାହାର ପୁଅ ମାପିଲୁ ଚନ୍ଦ୍ରଧ୍ୱଜ ସାହୁର ବାହାରିଲା। ଏବେ କାହାର ପୁଅ ନା, ଏଇଟା ଆଲୋକିତ ଚନ୍ଦ୍ରଧ୍ୱଜ ସାହୁ। ମୁଁ ଚନ୍ଦ୍ରଧ୍ୱଜ ସାହୁ। ହଁ ମୋ ନାଁକୁ।
ଇଏ ତ କହିଲେ ଯାଅ, ମୁଁ 40 ଥର ଗଲେଣି, ଯାଇକି ମୋର କଣ ମୁଁ କହିପାରିବିନି ବାବା, ମୋର ଆଉ ବିଶ୍ୱାସ କୋଉଠୁ ଆଇଲା? 40 ଥର ଦୌଡ଼ିଲେଣି ନା। ଆଜ୍ଞା ଅଇକା ପଇସା ହଉଛି ଜମି ଏବଂ ନେତା ମନ୍ତ୍ରୀ ମାନେ ବିଜେଡି ଅମଳରେ ସେ ଖାଲି ଜମି 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 ହଉଛନ୍ତି। ଏ ଅମଳରେ ଲୋକପ୍ରିୟ ସରକାର ଅମଳରେ ମୋର ଆଶା ଥିଲା ଯେ ମତେ କିଛି ନ୍ୟାୟ ମିଳିବ, ମାନେ ମୁଁ ସେତେବେଳେ ଭାରି ଦୁଃଖୀ ଥିଲି। କାହିଁକି ନା ଆମର ଏତେ ଲୋକ ଚିଫ ମିନିଷ୍ଟର କଲେ, ଗୋଟିଏ ଯୁବକ ହିଁ ଚାକିରି ପାଇଲେନି। କି ଚିଫ ମିନିଷ୍ଟର ଆପଣ ମାନେ ଯଦି ମୋ ବିହାଇଣ୍ଡ ପଛରେ ଖୋଜିବେ ଲୋକମାନଙ୍କଠୁ, ମୁଁ ଏ 24 ଘଣ୍ଟା ମତେ ଚିଫ ମିନିଷ୍ଟର କରରେ, ଦେଖିବ ଚାକିରି କେମିତି ନ ପାଇବେ। ଏ ମଦ ବେପାର ଭାତ ବେପାର ଏଇଆ କରିବ ଚିଫ ମିନିଷ୍ଟର ହେଇକି। ବହୁତ ଦୁଃଖୀ ମୁଁ ଥିଲି ଏ ଅମଳରେ, ଏ ଲୋକପ୍ରିୟ ଅମଳରେ, ସିଏମଙ୍କ ଅମଳରେ ଭାରି ଆଶା ଥିଲା ଯେ ନ୍ୟାୟ ମିଳିବ। ମୁଁ ଯେତିକି ଦସ୍ତ ଭୋଗିଲିଣି, ମୋର ସରକାରଙ୍କ ପ୍ରତି ମଧ୍ୟ ଆଶା ଦେଖିବାକୁ ପଡୁଛି। ନାଇଁ କିଟ୍ କିଟ୍ ଇଏ କିଟ୍ ଥରେ କରୁଥିଲା, ତାର ମୋର ଚାଲିଲା ବହୁତ ତୁମଳ ସଂଗ୍ରାମ। ଏ ମିଡିଆ ଭାଇ ମାନେ ମତେ ବହୁତ ସାହାଯ୍ୟ କଲେ, ପ୍ରକୃତ ସତ କଥା ପଦାରେ ପକେଇଲେ। କିଟ୍ ସରେଣ୍ଡର କଲା, କୋର୍ଟ ତାକୁ ଆରେଷ୍ଟ କରିବି, ସେ ସେଠୁ କହିଲା ନାଇଁ ନାଇଁ ତମେ ଏଇଟା କରନି, ନ୍ୟୁଟ୍ରାଲ ରୁହ, ଆମେ ଏଇଟା ବସି ନେଗୋସିଏସନ କରିବା। ଇଏ ଆଉ ଜଣେ ସଞ୍ଜୟ ପାତ୍ର।